ନାଇଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅନେକ ସୁଧାର ଆସିଛି ଏବଂ ତାଙ୍କର ଯୋଉ ପଲିସିଷ୍ଟେକ୍ଟମି ହବାର ଥିଲା ତାକୁ ପୁନର୍ବାର ଆମେ ସବୁ ପ୍ରସ୍ତୁତ ହେଇଥିଲୁ, କିନ୍ତୁ ସେ ତାଙ୍କର ନ୍ୟାଚୁରାଲି ଗୋଟେ ଅସ୍ତ୍ରୋପଚାର ପାଇଁ ଯିଏ ବି ଟିକେ ଶଙ୍କା ପ୍ରକାଶ କରିବ, ତେଣୁ ସେ ଯେହେତୁ ମନା କଲେ ଏବଂ ସେ ସ୍ୱାସ୍ଥ୍ୟ ଅବସ୍ଥାରେ ବହୁତ ବ୍ଲଡ ସୁଗାରଟା ବହୁତ ବଢିଥିଲା, ଇନ୍ସୁଲିନ୍ ଚାଲିଛି, ତେଣୁ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଆସିବା ହେତୁ ସେ ଆଜି ତାଙ୍କୁ ଯୋଉ କମିଟି ଆମେ କରିଥିଲୁ, କମିଟିରେ ସବୁ ଯୋଉ ଡାକ୍ତରମାନେ ଥିଲେ ତାଙ୍କୁ ଡିସଚାର୍ଜ କରିଦେଇଥିଲେ ଏବଂ ସେ ସୁସ୍ଥ ହେଇକିରି ଫେରିଛନ୍ତି। ଅଥରିଟିକୁ ଆମେ ଜଣେଇଲୁ, ଅଥରିଟି ଆସିକି ତାଙ୍କୁ ଏକ୍ସପୋର୍ଟ କରିକି ନେଇଯାଇଛନ୍ତି, ସେ ଡିସଚାର୍ଜ ହେଇଛନ୍ତି। ତାଙ୍କୁ ଆମେ ଡାଏଟେରୀ ଆଡଭାଇସ୍ ଦେଇଛୁ, ମେଡିସିନ ଆଡଭାଇସ୍ ଦେଇଛୁ ଏବଂ ସମସ୍ତେ ସେମାନେ ତାଙ୍କର ଯାହା ବିହିତ ପଦକ୍ଷେପ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ନେବା କଥା ତାଙ୍କୁ କୁହାହେଇଛି। ସେଇ ହିସାବରେ ଅଥରିଟି ତାଙ୍କର ଯତ୍ନ ନେବେ ଏବଂ ସେ ଏଠାରୁ ଟିକେ ଆଶ୍ୱସ୍ତ ହେଇକି ତାଙ୍କ ଅଥରିଟି ତାଙ୍କୁ ନେଇଯାଏ। ହଁ, ଯେକୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଲେ ଏ ମେଡିକାଲ କଲେଜ ହସ୍ପିଟାଲ ସମସ୍ତଙ୍କ ପାଇଁ ଉନ୍ନତ। ଆମେ ଭାବୁଛୁ ତାଙ୍କର କିଛି ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବନି, କିନ୍ତୁ ତଥାପି ପଲିସିଷ୍ଟେକ୍ଟମିଟା ହେଇନି, ଗଲବ୍ଲାଡରରେ ଷ୍ଟୋନ୍ ଅଛି ଆହୁରି। ତେଣୁ ଯଦି ବି କୌଣସି ଅସୁବିଧା ସେ ଫେସ୍ କରନ୍ତି ଏବଂ ତାଙ୍କ ଅଥରିଟିକୁ ଜଣାନ୍ତି, ଯାହାଦ୍ୱାରା ଯୋଉଥିପାଇଁ ଆମର ଏଠି ସବୁ ବ୍ୟବସ୍ଥା ରହିଛି, ଆସିପାରନ୍ତି, କିଛି ଅସୁବିଧା ନାହିଁ। ନା ନା, ସେ ଅପରେସନ ପାଇଁ ସେ ଟିକେ ଶଙ୍କା ପ୍ରକାଶ କଲେ। ପ୍ରଥମ କହିଲେ ହେଇଯିବ ବୋଲି, ପୁନର୍ବାର ଆଜି ଯେତେବେଳେ ପୁରା ଫିକ୍ସ ହେଇକି ଥିଲା ଫେର ସେ ଶଙ୍କା ପ୍ରକାଶ କଲେ। ତେଣୁ ଆମେ ତ ବିନା କନସେଣ୍ଟରେ ଆମେ କିଛି କରିପାରିବୁନି, ବିଶେଷ କରି ଅସ୍ତ୍ରୋପଚାର ଗୁଡ଼ିକ। ତେଣୁ ସେ ଶଙ୍କା ପ୍ରକାଶ କଲେ, ମନା କଲେ। ତେଣୁ ଯେହେତୁ ସେ ଟିକେ ସୁସ୍ଥ ଅଛନ୍ତି ବର୍ତ୍ତମାନ, ସେଥିପାଇଁ ସେ ଡିସଚାର୍ଜ ହେଲେ ୱିଥ୍ ଆଡଭାଇସ୍, ମେଡିକାଲ ଆଡଭାଇସ୍, ଡାଏଟେରୀ ଆଡଭାଇସ୍, ସବୁ ଆଡଭାଇସ୍ ଦିଆହେଇଛି ତାଙ୍କୁ।